ଆମେ ବ୍ରାହ୍ମଣ ମାନେ ଯେତେବେଳେ ବାହାଘର କରୁ ବେଦୀ ଉପରେ ଆମେ ମାଗୁନୁ ଆପଣଙ୍କୁ ସୁନା ଟିକେ ଦିଅ, ତିଳ କାଞ୍ଚନ ଦାନ ହଉ। କାହିଁକି? ଏ ତିଳ କାଞ୍ଚନ ଦାନର କାରଣଟା କଣ? ଯୌବନ ସମୟରେ ମନ୍ଦୋଦରୀ ଉପବନ ବିହାର କରୁଛି, ସେତେବେଳେ କିସ୍କିନ୍ଦା କଟକର ନାୟକ ବାଳି ସେଇ ବାଟ ଦେଇ ଯାଉଛି, ମନ୍ଦୋଦରୀ କି ଦେଖିଦେଲା, ଜବରଦସ୍ତ ବଳାତ୍କାର କଲା, ମନ୍ଦୋଦରୀ ଗର୍ଭବତୀ ହେଲା, ଗୋଟେ ପିଲା ଜନ୍ମ କଲା। ଏହା ପୁରାଣ କହେ। ଆଉ ବିଷୟ କୋଉଠି ଅଛି କହ? ଆଜ୍ଞା ସେଇଠି ତ ବିଷୟ ଅଛି। ଆଉ କୋଉଠି ବିଷୟ ଅଛି କହ? ଆଜ୍ଞା ରାବଣ କହିଛି ମନ୍ଦୋଦରୀକି, ଆଚ୍ଛା ତୁମେ ଯଦି କହିବ ତାହେଲେ ମୋ ମାଙ୍କୁ ସୀତାଙ୍କୁ ପୂଜା କରିବି। ମନ୍ଦୋଦରୀ ମନା କରୁଛି। ହଁ ଭୁଲ ଭୁଲ। ହଁ କବି ହେଲେ ସୁକଦେବ ସାହୁ, ଓଡ଼ିଶାର ସାହିତ୍ୟ ଏକାଡେମୀର ଆଜ୍ଞା ମୁଖ୍ୟ ପୁରୋଧା। ଆଚ୍ଛା ଅନ୍ଧକାର ଘର ଭିତରେ କାନ୍ଦୁଛି କିଏ? ନା ଆପଣ ମାନଙ୍କର ରାବଣ। ରାବଣ କାନ୍ଦୁଛି। ଆଚ୍ଛା ମନ୍ଦୋଦରୀ ଯାଇଛି, ହଁ ହଁ ରାବଣ ଯେମିତି ଦେଖିଛି, ଆଚ୍ଛା ମା ବୋଲିକି ମୁଣ୍ଡିଆଟିଏ ମାଇଲା। ମୁଣ୍ଡିଆଟିଏ ମାରିଛି ରାବଣ ମନ୍ଦୋଦରୀକି। ନା ସ୍ୱାମୀ ମତେ ମା ବୋଲି ଡାକୁଛ? ଆଉ କଣ? ନା ହଁ। ନାଇଁ ମ କେମିତି ସେଟା ହବ? ତୁ ମୋର ଓରିଜିନାଲ ରେ ମା। ନାଇଁ ନାଇଁ ଏମିତି ମିଛ କଥା କହନି, ମୁଁ ଆପଣଙ୍କର ସ୍ତ୍ରୀ ପରା। ଏ ଜନ୍ମରେ ଆଉ ତୁ ସ୍ତ୍ରୀ ହେଇଛୁ, ସତେ? କିନ୍ତୁ ପୂର୍ବ ଜନ୍ମରେ ହଁ ହଁ ଜଣେ ଥିଲା ବିଶ୍ୱଦ୍ଭୂତ ଗନ୍ଧର୍ବ, ଆଉ ଗାନ୍ଧର୍ବୀ ନାଁ ହେଲା ଗନ୍ଧମାଳା। ଗନ୍ଧମାଳା। ଆଜ୍ଞା ବିଶ୍ୱଦ୍ଭୂତ ହଁ ଗାନ୍ଧର୍ବୀ, ହଁ ଏ ଦୁଇ ଜଣଙ୍କ ଗର୍ଭରୁ ମୁଁ ଜନ୍ମ ହେଇଥିଲି। ଆଚ୍ଛା 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 ଆଚ୍ଛା। କିନ୍ତୁ ଏ ଜନ୍ମରେ ହଁ ତୁ ଗନ୍ଧମାଳା ଗାନ୍ଧର୍ବୀ ମନ୍ଦୋଦରୀ ହେଇକି ଜନ୍ମ ହେଇଛୁ। ଆଚ୍ଛା 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 ଏତେ ଭିତର କଥା ଅଛି। ପୂର୍ବ ଜନ୍ମରେ ଥିଲୁ କଣ? ମୋ ମା। ହଁ 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 ଏ ଜନ୍ମରେ ହେଲୁ ମୋ ସ୍ତ୍ରୀ। ଏଇଥିପାଇଁ ଆମେ ବ୍ରାହ୍ମଣ ମାନେ ଯେତେବେଳେ ବାହାଘର କରୁ ବେଦୀ ଉପରେ ଆଜ୍ଞା ଆମେ ମାଗୁନୁ ଆପଣଙ୍କୁ ସୁନା ଟିକେ ଦିଅ, ତିଳ କାଞ୍ଚନ ଦାନ ହଉ। ଆଚ୍ଛା ଆଚ୍ଛା କାହିଁକି? ଏ ତିଳ କାଞ୍ଚନ ଦାନର କାରଣଟା କଣ? କଣ ତା ଭିତରେ ଅଛି? ବ୍ରାହ୍ମଣିଆ ମାନେ କହିବେ ନା। ଆଉ ନା ମୁଁ ଯାହାକୁ ବାହା ହଉଛି ସେ ପୂର୍ବ ଜନ୍ମରେ ଆଚ୍ଛା ମୋ ମା ଥିଲା, ହଁ ହଁ ଓହୋ କି ମୋ ଭଉଣୀ ଥିଲା, ଆଚ୍ଛା କି ମୋ ଝିଅ ଥିଲା, ହଁ ହଁ କି ମୋ ସ୍ତ୍ରୀ ଥିଲା। ଆଚ୍ଛା ଆମେ ତ ଜାତି ସ୍ମର ନୁହେଁ। ନାଇଁ 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 ଯୋଉମାନେ ଜାତି ସ୍ମର ସେ ପୂର୍ବ ଜନ୍ମ କଥା ଜାଣିପାରନ୍ତି। ଆଚ୍ଛା ପଠାଣି ସାମନ୍ତ ହଁ ହଁ କେଇ ଖଣ୍ଡ ବାଉଁଶ ନଳୀ ଭିତରେ ମାପିଦେଲା ଗ୍ରହ ନକ୍ଷତ୍ର ତାରା ସିଦ୍ଧାନ୍ତ ଦର୍ପଣ ବହି ଲେଖିଲା। ବାସ୍ କିନ୍ତୁ ସେ ଜାତି ସ୍ମର। ସେ ଜାଣିଲା ମୁଁ ପୂର୍ବ ଜନ୍ମରେ ଥିଲି ଚାକ୍ଷୀ ଖୁଣ୍ଟିଆ। ଆଚ୍ଛା ଯୋଉ ଚାକ୍ଷୀ ଖୁଣ୍ଟିଆ ଲେଖିଥିଲେ, ହଁ କହିଲା ପାଣ୍ଡବ ପ୍ରିୟ ଦଣ୍ଡୁ କି ଦୋଷେ, ପାଣ୍ଡବ ପ୍ରିୟ ଦଣ୍ଡୁ କି ଦୋଷେ, ପାଣ୍ଡବ ପ୍ରିୟ ଦଣ୍ଡୁ କି ଦୋଷେ, ଦାଣ୍ଡକୁ ଏ କଥା କେ ମନ୍ଦ ଦିଶେ, ଦାଣ୍ଡକୁ ଏ କଥା କେ ମନ୍ଦ ଦିଶେ, ଦାଣ୍ଡକେ ମୈତ୍ର ଛଳେ ଆପଣ, ଦାଣ୍ଡକେ ମୈତ୍ର ଛଳେ ଆପଣ, ଦାଣ୍ଡ ଗୋରେ ନେଲ ବାଳି
ପାଣ୍ଡବ ପ୍ରିୟ ଦଣ୍ଡୁଚକି ଋଷି ଯିଏ ଲେଖିଲା ଚାକ୍ଷୀ ଖୁଣ୍ଟିଆ ଆଚ୍ଛା ସେ ହେଲା ଜାତି ସ୍ମର। ବାସ୍ ଦ୍ୱାପର ଯୁଗରେ ଜଣେ ଜାତି ସ୍ମର ଥିଲା ହଁ କି ସେ ଭଗବାନ କୃଷ୍ଣ। ଆଚ୍ଛା ଦ୍ୱାପର ଯୁଗରେ ଜଣେ ଜାତି ସ୍ମର ଥିଲା ସେ ହେଲା କୃଷ୍ଣ। ଭଗବାନ କୃଷ୍ଣ ଆଚ୍ଛା ଯଶୋଦା ହଁ ମନ୍ଥୁଛନ୍ତି ଦଧି ଭାଣ୍ଡ। ଆଚ୍ଛା ଦଧି ମନ୍ଥନ କରୁଛନ୍ତି ଭଗବାନ କୃଷ୍ଣ ଗୁରୁଣ୍ଡି 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 ହଁ ହଁ ଦଧି ଭାଣ୍ଡ ପାଖରେ ପହଞ୍ଚିଲେ। ବାସ୍ ମା ପେଲି ଦଉଛି କୃଷ୍ଣକୁ ହଁ ହଁ ଆରେ ଡେରି ହଉଛି ପଳେଇ ଯା ବାହାରକୁ ଯା। ଯା 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 ପଛକୁ ଆସିବୁ ଯା ସେଇଠି କୃଷ୍ଣ ଉତ୍ତର ଦେଲେ ହଁ ହଁ କହିଲେ ମା ହଁ ବାପାରେ ତୁ ଚିହ୍ନି ପାରୁନୁ ମତେ। ତୁ ଏଇଖିଣି ଗେଲ ବସିରିଆ ନା ଡାକିନେରେ ପୁତୁ ଯା ସିଆଡେ ଆଡେ କାମ ମା କର। ପୂର୍ବ ଜନ୍ମେ ଥିଲି ମୁହିଁ ରାମ ଅବତାର। ଥିଲୁ ଜନନୀ ପରା କୈକେୟୀ ମୋହର। ଜୀବନରେ କରିଥିଲୁ ହୃଦୟ ଭରସା। ରାମ ହୋଇଥାନ୍ତା ମୋର ପୁଅ ଏହି ଆଶା। ଜନ୍ମ ହେଲି ଜନନୀ ଲୋ କୌଶଲ୍ୟାର କୋଳେ। ଅନ୍ତର ଜଗତରେ ହୃଦ ତୋର ଯେ ଜଳେ। ଏଣୁ ଏହି ଜନ୍ମେ ତୋର କୁମର ହୋଇଲି। ଦେବକୀ ଗର୍ଭଜନମୀ ତୋ କୋଳେ ବଢିଲି। ତେଣୁ କରି ହିସାବ ଯେ ହେଲା କାରବାର। ପୂର୍ବ ଜନ୍ମର ଇଚ୍ଛା ପୁରିଲା ତୋହର। ସ୍ୱର୍ଗରେ ଦେବତା ମାନେ ଅନଉଛନ୍ତି ଭଗବାନ କୃଷ୍ଣଙ୍କର ଏଇ ଲୀଳାକୁ ଦେଖିବାକୁ। ଆଚ୍ଛା 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 ସବୁ ଦେବତା ମାନେ ଦେଖୁଛନ୍ତି ଭଗବାନ କୃଷ୍ଣକୁ ଭଜୁଛନ୍ତି। ଡାକୁଛନ୍ତି ଭଗବାନ କୃଷ୍ଣଙ୍କୁ ହେ ପ୍ରଭୁ ତ୍ରାହି କର ତ୍ରାହି କର ତ୍ରାହି କର। ବୋଲରେ ବୋଲରେ ବୋଲ ଜୟ ଜଗନ୍ନାଥ ରେ। ହରି ପରମ କାରଣ ବୋଲରେ ବୋଲରେ ବୋଲ ଜୟ ଜଗନ୍ନାଥ ରେ। ପରମ ବ୍ରହ୍ମ ତୁମ୍ଭେ ସତ୍ୟ ନାରାୟଣ। ବୋଲରେ ବୋଲ ଜୟ ଜଗନ୍ନାଥ। ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି। ବୋଲରେ ବୋଲ ଜୟ ଜଗନ୍ନାଥ ରେ। ଅବ୍ୟକ୍ତ ଲୀଳା କୁବ୍ୟକ୍ତ ବଲବତରୀ। ବୋଲରେ ବୋଲ ଜୟ ଜଗନ୍ନାଥ ରେ। ଆଦି ଅନାଦି କାରଣ ନିଗୁଣ ସଗୁଣ। ବୋଲରେ ବୋଲ ଜୟ ଜଗନ୍ନାଥ ରେ। ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ। ବୋଲରେ ବୋଲ ଜୟ ଜଗନ୍ନାଥ ରେ। କିଏ ଆସି ଛୁମନ କି ସନେବା ପାଇଁ। ବୋଲରେ ବୋଲ ଜୟ ଆସିଛୁ ଲଙ୍ଗଳା ତୁହି ଯିବୁ ଶୂନ୍ୟ ହୋଇ। ମାଟି ଘଟ ପିଞ୍ଜରୀରେ ସୁବର୍ଣ୍ଣ ଛୁଆ। ବୋଲରେ ବୋଲ ଜୟ ଜଗନ୍ନାଥ। କଥା କାଢି ଲଗାଇଛି ଭାବ ବିନୋଦିଆ। ବୋଲରେ ବୋଲ ଜୟ ଜଗନ୍ନାଥ। ଆଜ୍ଞା ବେଙ୍ଗବତୀ କନ୍ୟାଟି ହେଲା ମନ୍ଦୋଦରୀ। ଆଜ୍ଞା
କାହିଁକି ତା ନା ମନ୍ଦୋଦରୀ ହେଲା? କାହିଁକି? ସମସ୍ତେ କହନ୍ତି ହଁ ମନ୍ଦୋଦରୀର ଯୌବନ ଆସିଛି। ଆଚ୍ଛା ଯୌବନ ସମୟରେ ମନ୍ଦୋଦରୀ ଉପବନ ବିହାର କରୁଛି। ଆଚ୍ଛା ଆଚ୍ଛା ସେତେବେଳେ କିସ୍କିନ୍ଦା କଟକର ନାୟକ ବାଳି 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 ସେଇ ବାଟ ଦେଇ ଯାଉଛି। ଆଚ୍ଛା ମନ୍ଦୋଦରୀ କି ଦେଖିଦେଲା। ଆଚ୍ଛା ମନେ ମନେ ଦେଖିକି ଭାବିଲା, କେବଳ ଭାବିଲାନି, ଆଉ ଜବରଦସ୍ତ ବଳାତ୍କାର କଲା। ଆଉ କଣ? ମନ୍ଦୋଦରୀ ଗର୍ଭବତୀ ହେଲା, ଆଚ୍ଛା ଗୋଟେ ପିଲା ଜନ୍ମ କଲା। ହଁ ହଁ ଏହା ପୁରାଣ କହେ, ଆଉ କଣ? କିନ୍ତୁ ବାଲ୍ମୀକି ରାମାୟଣରେ ଏହା ନାହିଁ। ନାହିଁ ନାହିଁ ନାହିଁ